आलोक टीवी। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିଗିଆ ପଞ୍ଚାୟତ କାଜୁମା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତା ନଥିବାରୁ 4 କିଲୋମିଟର ଖଟିଆରେ ଶବ ବୋହିଲେ ଗ୍ରାମବାସୀ। କାଞ୍ଜୁମା ଗ୍ରାମରେ ଇସେ ପ୍ରଧାନ, ବୟସ 30 ବର୍ଷ, ଦେହ ଖରାପ ଥିବାରୁ ପ୍ରଥମେ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପରିବାର ଲୋକେ ଆଣିଥିଲେ। ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ 4 ଦିନ ଧରି ଚିକିତ୍ସିତ ଅବସ୍ଥାରେ ଇସେ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଫୁଲବାଣୀଠାରୁ ନିଜ ଗାଁ କାଞ୍ଜୁମା ଗ୍ରାମକୁ ଆମ୍ବୁଲାନ୍ସ ସାହାଯ୍ୟରେ ଆଣିଥିଲେ, କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯିବା ପାଇଁ କଷ୍ଟକର ହୋଇଥିଲା, ଯାହାରି ଫଳରେ ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ଶବକୁ ବାହାର କରି ଖଟିଆରେ ଦୀର୍ଘ 4 କିଲୋମିଟର ବୋହିକି ଯିବାକୁ ପଡ଼ିଥିଲା ଗ୍ରାମବାସୀଙ୍କୁ। ଆଜି ବି ଦୁର୍ଗମ ଅଞ୍ଚଳକୁ ବିକାଶ ସାଜିଛି ପଥହରା। ସରକାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ମରାମତି ଠାରୁ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ତାହା କେବଳ କାଗଜ କଲମରେ ସୀମିତ ମାତ୍ର। ଏ ହେଉଛି ବିକାଶର ନମୁନା। ସରକାର ପରେ ସରକାର ବଦଳୁଛି, କିନ୍ତୁ ବଦଳୁନି ଗ୍ରାମବାସୀ ଅଞ୍ଚଳଙ୍କର ବିକାଶ ଚିତ୍ର। ତେବେ କାହା ପାଇଁ ଏସବୁ ଯୋଜନା? ଗାଁର ବୁଢ଼ାବୁଢ଼ୀମାନେ ଭତ୍ତା ଏବଂ କାର୍ଡ଼ ଚାଉଳ ପାଇଁ 4 କିଲୋମିଟର ରାସ୍ତା ଚାଲି ଚାଲି ଗୁମିକିଆ ପଞ୍ଚାୟତକୁ ଆସିବାକୁ ପଡ଼ୁଛି। ଏହିଭଳି ସମସ୍ୟାକୁ ନେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଦାବି କରିଛନ୍ତି।